ମାନେ ମୋଙ୍ଗସୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆଉ ଗୋଟେ ସୁନ୍ଦର ନୂଆ ଭିଡ଼ିଓରେ। ତ ଆଜିର କାହାଣୀଟି ହେଉଛି ନିଜକୁ ଅନ୍ୟ ସହିତ କାହାକୁ ବି ତୁଳନା କରିବା ଉଚିତ ନୁହଁ। ହଁ ଦର୍ଶକ ବନ୍ଧୁ, ଏଇ ଦୁନିଆରେ ଏବେ ବି ବହୁତ ଲୋକ ଅଛନ୍ତି ଯେ ସବୁବେଳେ ଭାବନ୍ତି କି ଖାସ୍ ମୋ ପାଖରେ ସେ ଗାଡ଼ିଟା ଥାନ୍ତା କି, ଆରେ ତା ପାଖରେ ତ ଏଇ ଜିନିଷ ଅଛି ତ ମୋ ପାଖରେ ନାହିଁ, ଖାସ୍ ମୋ ପାଖରେ ହେଇଯାଆନ୍ତା କି ଆଉ ଜଣକ କାହାକୁ ଘରକୁ ଯଦି ଯାଇଥିବେ ଦେଖିବେ ଆରେ ତା ଘରେ ତ ଏତେ ସୁନ୍ଦର ସୁନ୍ଦର ସବୁ ଜିନିଷ ସଜିକି ରଖିଛି, ଖାସ୍ ମୋ ଘରେ ଥାନ୍ତା କି, ଆଉ ସେଇ ଜିନିଷକୁ ଆଣିବା ପାଇଁ ସେ ମଧ୍ୟ ବହୁତ ଚେଷ୍ଟା ମଧ୍ୟ କରିଥାନ୍ତି। ତ ଏମିତି ଆଜି ଗୋଟେ ସୁନ୍ଦର କାହାଣୀଟି ମୁଁ ଆପଣମାନଙ୍କ ପାଖକୁ ନେଇକି ଆସିଛି। ତ ଗୋଟେ ଦିନର କଥା, ଗୋଟେ ମା ବେଙ୍ଗ ଆଉ ତାର 4ଟି ଛୁଆ ଗୋଟେ ଜଙ୍ଗଲରେ ଥାନ୍ତି। ବେଶ ହସ ଖୁସିରେ ତାଙ୍କର ଜୀବନ ମଧ୍ୟ ବିତୁଥାଏ। ଗୋଟେ ଦିନ କ'ଣ ହେଲା କି ଯେତେବେଳେ ମା ବେଙ୍ଗ ଚାଲି ଯାଇଥାଏ ଆଉ ଛୁଆମାନେ ବଣରେ ବୁଲୁଥାନ୍ତି, ଆଉ ବୁଲି ବୁଲି ଯେତେବେଳେ ଦେଖିଲେ କି ଗୋଟେ ମୂଷାଟିଏ ଅଛି, ଆଉ ଯେତେବେଳେ ଦେଖିଲେ ସେ ଭାବିଲେ କି ଆରେ ଏଇ ତ ଆମ ମା ଠାରୁ ବହୁତ ବଡ଼ ଆଉ ଏତେ ବଡ଼ ଜୀବଟା। ଆଉ ଏଇ କଥା ଆସିକି ସେ ତାଙ୍କ ମାଆଙ୍କୁ କହିଲେ, ମା ଆମେ ଆଜି ଜଙ୍ଗଲରେ ଗୋଟେ ଜୀବକୁ ଦେଖିଲୁ ଆଉ ସେ ଆମଠାରୁ ବହୁତ ବଡ଼। ଆଉ ଏତିକି ବେଳେ ମା ବେଙ୍ଗଟି କହିଲା, କିଏ ସେ ଜୀବ? ଆଉ ଏତିକି ବେଳେ ବେଙ୍ଗ ସେ ଛୋଟ ଛୁଆ ବେଙ୍ଗ କହିଲେ କି ସେ ବହୁତ ବଡ଼ ଆଉ ତା ପେଟ ମଧ୍ୟ ବହୁତ ବଡ଼। ଆଉ ଏତିକି ବେଳେ ମା ବେଙ୍ଗଟି କହିଲା, ରୁହ ମୁଁ ତମକୁ ଦେଖାଉଛି, ଆଉ ମୁଁ ତ ଏଇ ଜଙ୍ଗଲର ସବୁଠୁ ବଡ଼, ଆଉ ମୋ ଠାରୁ ବଡ଼ କିଏ ଅଛି? ଆଉ ତାପରେ ସେ ନିଜର ପେଟଟାକୁ ଫୁଲେଇଲା, କହିଲା ଏତିକି ବଡ଼। ତାପରେ ଛୁଆମାନେ କହିଲେ ହଁ ମା ଏତିକି ବଡ଼। ତାହେଲେ ମା ବେଙ୍ଗଟି କହିଲା, ତାହେଲେ ବଡ଼ କିଏ? ମୁଁ ହିଁ ବଡ଼, ଆଉ ସବୁ ଜଙ୍ଗଲରେ ସବୁଠାରୁ ମୁଁ ହିଁ ବଡ଼ ଶ୍ରେଷ୍ଠ ଜୀବ। ଆଉ ଏମିତି କିଛି ଦିନ ମଧ୍ୟ ଚାଲିଯାଏ। ଆଉ ତାପରେ କିଛି ବାଟ ଗଲା ପରେ କିଛି ବେଙ୍ଗମାନେ ଦେଖିଲେ କି ଗୋଟେ ବିଶାଳ ହାତୀଟି ଆସୁଛି, ଆଉ ତାକୁ ଦେଖିକି ସେ ବହୁତ ଡରିଗଲେ ଆଉ କହିଲେ କି ଇଏ ହିଁ ହେଉଛି ଏଇ ଜଙ୍ଗଲର ସବୁଠାରୁ ଶକ୍ତିଶାଳୀ ଜୀବ, କାହିଁକି ନା ଆ ପାଖରେ ଶକ୍ତି ଅଛି ଆଉ ବହୁତ ବଡ଼ ମଧ୍ୟ। ଆଉ ଏଇ କଥା ଆସିକି ଯେତେବେଳେ ତାଙ୍କ ମାଆକୁ କହିଲେ କି ମା ଆମେ ଆଜି ଜଙ୍ଗଲରେ ଗୋଟେ ଜୀବଟିଏ ଦେଖିଲୁ, ସେ ତମଠାରୁ ବହୁତ ବଡ଼। ଆଉ ଏଇ କଥା ଶୁଣିକି ମା ବେଙ୍ଗଟି କହିଲା, ମୋ ଠାରୁ ବଡ଼? ମୁଁ ତ ଏଇ ଜଙ୍ଗଲର ସବୁଠୁ ବଡ଼, ମୋ ଠାରୁ ବଡ଼ ଆଉ କିଏ ହେଇପାରେ? ତାପରେ ସେ ଆସିକି ଯେତେବେଳେ ପହଞ୍ଚିଲା ଆଉ କହିଲା କି ପେଟ ଫୁଲେଇଲା, କହିଲା ଏତିକି ବଡ଼? ଆଉ ଛୁଆମାନେ କହିଲେ ନାଇଁ ଆଉଠୁ ବଡ଼। ଏମିତି ଧୀରେ ଧୀରେ ପେଟ ଫୁଲେଇ ସେ ତା ପେଟଟି ଫାଟିଗଲା ଆଉ ସେ ମରିଗଲା। ତ ଏଇ କାହାଣୀରୁ ମୋରାଲ ଆପଣମାନଙ୍କୁ ଷ୍ଟୋରି ମିଳୁଛି ଏହା କି, ତ ଜୀବନରେ କେବେ କାହା ସହିତ ତୁଳନା କରିବା ଉଚିତ ନୁହେଁ, କାହିଁକି ନା ତା ପାଖରେ ଯାହା ଅଛି ସେଇଟା ତାକୁ ଭଗବାନ ଦେଇଛନ୍ତି, କିନ୍ତୁ ତମ ପାଖରେ ଯାହା ଅଛି ସେଇଟା ତମ, କିନ୍ତୁ ସେଥିପାଇଁ କାହା ସାଙ୍ଗରେ ତୁଳନା କରନି। ଯଦି କାହାର ଶକ୍ତି ବିଷୟରେ ନ ଜାଣିକି, ତା ବିଷୟରେ କିଛି ନ ବୁଝିକି ନ ଜାଣିକି ତାର ଶକ୍ତି ବିଷୟରେ ଆକଳନ କରିବା ଉଚିତ ନୁହଁ। ଯଦି ବେଙ୍ଗଟି ହାତୀକୁ ଦେଖିଥାନ୍ତା ଆଉ ତାପରେ ନିଜର ଚେଷ୍ଟା କରିଥାନ୍ତା ତାହେଲେ କିଛିଟା ଲାଭ ପ୍ରଦାନ ହେଇଥାନ୍ତା, କିନ୍ତୁ ବେଙ୍ଗଟି ସେୟା କଲାନି। ତ ଆପଣମାନଙ୍କୁ ବି ଅନୁରୋଧ କି ଆପଣମାନଙ୍କ ପାଖରେ ଯାହା ଅଛି ସେଇଥିରେ ଖୁସିରେ ରହିବାକୁ ଚେଷ୍ଟା କରନ୍ତୁ। ପର ପାଖରେ କ'ଣ ଅଛି ତାହା ନ ଦେଖିକି ନିଜ ପାଖରେ କ'ଣ ଅଛି ତାହା ଦେଖନ୍ତୁ ଆଉ ସବୁବେଳେ ଖୁସିରେ ରୁହନ୍ତୁ। ତ ଷ୍ଟୋରିଟି ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚିନ୍ତ କମେଣ୍ଟ ବକ୍ସରେ ଜଣାଇବେ। ଯଦି କାହାଣୀରୁ ଆପଣମାନଙ୍କୁ କିଛି ଶିଖିବାକୁ ମିଳିଲା ତ ଭିଡ଼ିଓକୁ ଗୋଟେ ଲାଇକ୍ କରିଦେଇକି ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲନ୍ତୁନି। ଧନ୍ୟବାଦ।